ରସୁଣ ଦୂର କରିବ ହାର୍ଟ ଆଟାକ୍। ପ୍ରତିଦିନ ଖାଇଲେ ମିଳିବ ଗଜବ ଫାଇଦା। ପ୍ରତିଦିନ ରସୁଣ ଖାଇବା ଦ୍ୱାରା ଥଣ୍ଡା, ଖାସ ଏବଂ ଫ୍ଲୁରୁ ରକ୍ଷା କରିପାରିବେ। ଥଣ୍ଡା ଏବଂ ଖାସର ଲକ୍ଷଣ ମଧ୍ୟ ଶୀଘ୍ର କମିବା ଆରମ୍ଭ କରିବ। ରସୁଣ କେବଳ ଖାଦ୍ୟର ସୁସ୍ୱାଦୁ ବଢ଼ାଏ ନାହିଁ, ବରଂ ଅନେକ ପ୍ରକାରର ଶାରୀରିକ ସମସ୍ୟାକୁ ମଧ୍ୟ ଦୂରେଇ ରଖିଥାଏ। ଏଥିରେ ଆଲିସନ୍ ପ୍ରଚୁର ପରିମାଣରେ ଉପସ୍ଥିତ ଅଛି, ଯାହାକି ଶରୀରକୁ ଅନେକ ଉପାୟରେ ଉପକାର କରିଥାଏ। ତେବେ ରସୁଣ କଞ୍ଚା କିମ୍ବା ଭଜା କେଉଁ ଉପାୟରେ ଖାଇବା ଭଲ, ଯାହାକି ଆଣ୍ଟିବ୍ୟାକ୍ଟେରିଆ ଏବଂ ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୂର ଆପଣଙ୍କୁ ସଂକ୍ରମଣରୁ ରକ୍ଷା କରିବ। ଜିଙ୍କ୍, ଆଇରନ୍, ମ୍ୟାଗ୍ନେସିୟମ୍, ଥିଏମାଇନ୍, କାର୍ବୋହାଇଡ୍ରେଟ୍ ଇତ୍ୟାଦି ପୋଷକ ତତ୍ତ୍ୱରେ ଭରପୂର ରସୁଣ ତରକାରୀ କିମ୍ବା କଞ୍ଚା ଖାଇବା ଦ୍ୱାରା ତାହା ହାର୍ଟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଖରାପ କୋଲେଷ୍ଟ୍ରଲର ପରିମାଣ କମିଯାଏ। ହୃଦ୍ଘାତ ଏବଂ ଷ୍ଟ୍ରୋକ୍କୁ ରୋକିବାରେ ସାହାଯ୍ୟ କରେ, ଯାହା ଉଚ୍ଚ ରକ୍ତଚାପରେ ମଧ୍ୟ ଲାଭଦାୟକ ହୋଇଥାଏ। କୌଣସି ଆଇଟମରେ ବ୍ୟବହୃତ ରସୁଣ ଶରୀରରେ ରକ୍ତ ଜମାଟ ବାନ୍ଧିବାରେ ମଧ୍ୟ ସାହାଯ୍ୟ କରିଥାଏ। ତାହା ରକ୍ତ ସନ୍ତୁଳନକୁ ମଧ୍ୟ ବୃଦ୍ଧି କରିଥାଏ। ଏଭଳି ପରିସ୍ଥିତିରେ ହୃଦ୍ଘାତକୁ ମଧ୍ୟ ରକ୍ଷା କରିଥାଏ। ଯେତେବେଳେ ଆପଣ ଭଜା କିମ୍ବା ତରକାରୀ ମିଶ୍ରିତ ରସୁଣ ଖାଆନ୍ତି, ହଜମ ପ୍ରକ୍ରିୟା ମଧ୍ୟ ସହଜ ହୋଇଥାଏ। ତେତେବେଳେ କଞ୍ଚା ରସୁଣ ବି ସ୍ୱାଦ ଲାଗି ଖାଇବା ଦରକାର। ଏପରି ପରିସ୍ଥିତିରେ ଯଦି ଆପଣ ଏହାକୁ ଭାଜିକି ଖାଆନ୍ତି, ତେବେ ସ୍ୱାଦ ଟିକେ ବଦଳି ଯାଇଥାଏ। ଯଦି ପୁରୁଷମାନେ ହଜମ ପ୍ରକ୍ରିୟା ସହ ଜଡ଼ିତ କୌଣସି ଅସୁବିଧା ଭୋଗୁଛନ୍ତି, ତେବେ ସେମାନେ କେବଳ ଭଜା ରସୁଣ ଖାଇପାରିବେ। ରସୁଣରେ ଥିବା ସଲଫର ଓ ଆଲିସିନ୍ସ ଅଧିକ ଲାଭ ପାଇବାକୁ ହେଲେ ଏହାକୁ ଚୋବାଇ ଖାଇବା ଆବଶ୍ୟକ। ଏହା କୋଲେଷ୍ଟ୍ରଲର ସ୍ତରକୁ ବଢ଼ାଇବାକୁ ଦିଏ ନାହିଁ। ରସୁଣରେ ଥିବା କେତେକ ଶକ୍ତିଶାଳୀ ଉପାଦାନ ମଧ୍ୟ ଶରୀରକୁ କ୍ଷତିକାରକ ମୁକ୍ତ ରେଡିକାଲରୁ ରକ୍ଷା କରିଥାଏ। ଜିଙ୍କ୍ ଏବଂ ଭିଟାମିନ୍ ସିର ଉପସ୍ଥିତି ହେତୁ ତାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାନ୍ତି। ଏପରି ପରିସ୍ଥିତିରେ ସୁସ୍ଥ ରହିବାକୁ ଆପଣ ପ୍ରତିଦିନ କଞ୍ଚା କିମ୍ବା ଭଜା 2ରୁ 3 ଖଣ୍ଡ ଖାଇବାକୁ ଆବଶ୍ୟକ। ରସୁଣରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇଥାଏ। ଏହାକୁ ଖାଇବା ଦ୍ୱାରା ଆପଣ ଶୀତ ଦିନେ ସୁସ୍ଥ ରହିପାରିବେ। ଅପଡେଟ୍ କେମିତି ଲାଗିଲା ଆପଣଙ୍କ ମତାମତ କମେଣ୍ଟରେ ନିଶ୍ଚିତ ଲେଖନ୍ତୁ।